ସୁଭଦ୍ରା ଯୋଜନାକୁ ନେଇ ଆସିଛି ବହୁତ ବଡ ଖୁସି ଖବର। ଏବେ ମିଲିବାକୁ ଯାଉଛି ସୁଭଦ୍ରା ଯୋଜନାରେ 10,000 ଟଙ୍କା। ତ କେଉଁ ତ କାହିଁକି ମିଳିବ ଏଇ ଟଙ୍କା ଓ କେଉଁମାନେ ପାଇବେ ଓ କେମିତି ପାଇବେ? ଆସନ୍ତୁ ଆମେ ସବୁ କିଛି ଏଇ ଭିଡିଓରେ ଜାଣିନେବା। ତ ହଁ ମାନେ ଯଦି ଆପଣ ମାନେ ମଧ୍ୟ ଗୋଟିଏ ସୁଭଦ୍ରା ଯୋଜନାର ଗୋଟେ ହିତାଧିକାରୀ ବା ଆପଣଙ୍କ ପରିବାର ଯୋଉମାନେ ବି ଗୋଟେ ହିତାଧିକାରୀ ଅଛନ୍ତି ସୁଭଦ୍ରା ଯୋଜନାର ତ ତାଙ୍କ ପାଇଁ ଏହି ଭିଡିଓ ବହୁତ ଗୁରୁତ୍ୱପୂର୍ଣ୍ଣ ରହିବ। ତ ସେମାନେ ମଧ୍ୟ ପାଇପାରିବେ ସୁଭଦ୍ରା ଯୋଜନାର 10,000 ଟଙ୍କା। ତ ଏବେ ଏଇ ରାକ୍ଷୀ ପୂର୍ଣ୍ଣିମାରେ ମିଳିବାକୁ ଯାଉଛି ସୁଭଦ୍ରା ଯୋଜନାରେ ବହୁତ ବଡ ଅଫର। ତ ଏହି ବଡ ଅଫରରେ ସମସ୍ତେ ପାଇପାରିବେ 10,000 ଟଙ୍କା। ତ କେମିତି ପାଇବେ ଓ କେଉଁମାନେ ପାଇବେ ଓ କଣ କଲେ ମିଳିବ? ତ ସବୁ କିଛି ଆସନ୍ତୁ ଯାଇନେବା ଏହି ଭିଡିଓରେ ସମ୍ପୂର୍ଣ୍ଣ ଭାବରେ। ତ ସେଥିପାଇଁ ମୁଁ ସମସ୍ତଙ୍କୁ ମୁଁ ପୂର୍ବରୁ କହି ରଖିବି ଯେ ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ ଭିଡିଓଟିକୁ ମଧ୍ୟ ସେୟାର କରନ୍ତୁ ଅଧିକ ମାତ୍ରାରେ କାହିଁକିନା ସମସ୍ତେ ଜାଣିପାରିବେ ଏହି ନୂଆ ଅପଡେଟ ବିଷୟରେ। ତ ସୁଭଦ୍ରା ଯୋଜନାରେ ଗୋଟେ ବହୁତ ବଡ ଅପଡେଟ ଆସିଯାଇଛି ତ ଏହି ରାକ୍ଷୀ ପୂର୍ଣ୍ଣିମାରେ ତ କେଉଁମାନେ ପାଇବେ ଓ ପ୍ରଥମ କଥା ହେଉଛି ତ ଏଠାରେ ଦୁଇଟି ପ୍ରକାର ହିତାଧିକାରୀ ଅଛନ୍ତି ତ ଯେଉଁମାନେ ଏହି ସୁଭଦ୍ରା ଯୋଜନାରେ ଆସନ୍ତା କିସ୍ତିରେ 10,000 ଟଙ୍କା ପାଇପାରିବେ। ତ ପ୍ରଥମ ପ୍ରକାର ଯେଉଁ ହିତାଧିକାରୀ ଅଛନ୍ତି ଯୋଉମାନେ ନୂଆ ଆବେଦନ କରିଛନ୍ତି ଓ ନୂଆ ହିତାଧିକାରୀ ଯେଉଁ ସୁଭଦ୍ରା ଯୋଜନାର ଯୋଉଟା ଯୋଗ୍ୟ ହିତାଧିକାରୀ ଭାବେ ଯୋଉଟା ଗଣନା ହୋଇଛନ୍ତି ତାଙ୍କର ଏପ୍ରୁଭ ହେଇଛି ତ ସେମାନେ ଏଇ ସୁଭଦ୍ରା ଯୋଜନାରେ ତ ଆସନ୍ତା କିସ୍ତିରେ 10,000 ଟଙ୍କା ପାଇପାରିବେ ଓ ଦ୍ଵିତୀୟ ପ୍ରକାର ହିତାଧିକାରୀ ଯେଉଁମାନଙ୍କ ରିଜେକ୍ଟ ହେଇଥିଲା ତ ସେମାନେ ବହୁତ ଗୁଡେ କିସ୍ତି ସେମାନେ ପାଇନାହାନ୍ତି ତ ଯୋଉ ଶେଷ ଗୋଟିଏ ଦୁଇ କିସ୍ତି ପାଇନାହାନ୍ତି ତ ସେମାନଙ୍କୁ ମଧ୍ୟ ଏହି ଆସନ୍ତା କିସ୍ତି 10,000 ଟଙ୍କା ମିଳିବ ଯଦି ତାଙ୍କର ଯୋଉ ରିଜେକ୍ଟ ହେଇଥିଲା ଖାରଜ ହେଇଥିଲା ଆପ୍ଲିକେସନଟି ସେଇଟା ଏପ୍ରୁଭ ହେଇଛି ପୁଣି ପୁନଃ ତାଙ୍କର ନାମ ଏଇ ସୁଭଦ୍ରା ଯୋଜନାରେ ଆସିଯାଇଛି ଯୋଗ୍ୟ ହିତାଧିକାରୀ ଭାବେ ତ ସେମାନେ ମଧ୍ୟ ପାଇପାରିବେ ଏହି ସୁଭଦ୍ରା ଯୋଜନାର 10,000 ଟଙ୍କା। ତ ଆସନ୍ତା କିସ୍ତିରେ ଯୋଉମାନେ ନୂଆ ହିତାଧିକାରୀ ଅଛନ୍ତି ତ ସେମାନେ 10,000 ଟଙ୍କା ନିଶ୍ଚୟ ପାଇବେ ତ ସେଥିପାଇଁ ଏ ଗୋଟେ ବହୁତ ବଡ ଖୁସି ଖବର ଅଧିକ ଗୋଟେ ବହୁତ ବଡ ଖୁସି ଖବର ଆସିଥିଲା। ତ ଯଦି ଭିଡିଓଟି ଭଲ ଲାଗିଲା ତ ନିଶ୍ଚୟ ଗୋଟେ ଲାଇକ୍ କରିବେ ଆଉ ଚ୍ୟାନେଲକୁ ମଧ୍ୟ ସବସ୍କ୍ରାଇବ କରିଦେବେ ତ ଆଜି ପାଇଁ ଏତିକି ରହୁଛି ଜୟ ହିନ୍ଦ।